ଆପଣଙ୍କ ଶତ୍ରୁ ଯେତେ ବି ଶକ୍ତିଶାଳୀ ହେଉନା କାହିଁକି, ଯେତେ ବି ତନ୍ତ୍ରବିଦ୍ୟା ଓ ଯେତେ ବି ବାହୁବଳ ବା ଅର୍ଥବଳ ଥାଉ ନା କାହିଁକି, ସେ ଆପଣଙ୍କ ସହିତ ଶତ୍ରୁତା କରିବା ତ ଦୂର କଥା, ବରଂ ଆପଣଙ୍କ ସହ କଥା ହେବାକୁ ମଧ୍ୟ ଭୟ କରିବ। ହଁ ଫ୍ରେଣ୍ଡସ୍, ଆଜି ଆମେ ଆପଣମାନଙ୍କୁ ମହାବଳୀ ହନୁମାନଙ୍କର ଏପରି ଗୋଟେ ଶତ୍ରୁନାଶକ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ, ଯାହା କେବଳ 24 ଘଣ୍ଟା ଭିତରେ ହିଁ ଆପଣଙ୍କ ଶତ୍ରୁକୁ ସମ୍ପୂର୍ଣ୍ଣ ରୂପରେ ବର୍ବାଦ କରିଦେବ। ଯଦି ଆପଣ ଏ ପ୍ରୟୋଗଟିକୁ କେବଳ ଥରେ ମାତ୍ର ବି କରିଦିଅନ୍ତି, ତାହେଲେ ଆପଣଙ୍କ ଶତ୍ରୁ ଯେତେ ବି ଶକ୍ତିଶାଳୀ ହେଉନା କାହିଁକି, ଏପରିକି ସେ ଆପଣଙ୍କ ସାମ୍ନାରେ କଥା କହିବାକୁ ମଧ୍ୟ ଭୟ କରିବ। ଆପଣ ଦେଖିବେ, ଆପଣ କେବଳ ଏ ପ୍ରୟୋଗ ଥରେ କରିଦେବା ପରେ ଆପଣଙ୍କ ଶତ୍ରୁ ଆପଣଙ୍କ ସହିତ ଶତ୍ରୁତା କରିବା ତ ଦୂର କଥା, ବରଂ ସେ ଆପଣଙ୍କ ସହିତ ଶତ୍ରୁତା କାହିଁକି କଲା ଆଉ ଶତ୍ରୁତା କରିବାର ଫଳ କିପରି ଭାବରେ ପାଇଲା ତାହା ଭାବି ହିଁ କାନ୍ଦିବ। ଏ ପ୍ରୟୋଗଟି କେବଳ ଯେ ଆପଣ ଜାଣିଥିବା କୌଣସି ଜଣତା ଶତ୍ରୁ ନୁହେଁ, ବରଂ ଆପଣଙ୍କ ଅଜାଣତରେ ବା ଆପଣଙ୍କ ପିଠି ପଟେ ଶତ୍ରୁତା କରୁଥିବା ଶତ୍ରୁକୁ ମଧ୍ୟ ଛାଡ଼ିବନି। ସବୁଠାରୁ ବଡ଼ କଥା ହେଉଛି କି ଏ ପ୍ରୟୋଗକୁ ଆପଣ କେବଳ ଗୋଟିଏ ଦିନ ହିଁ କରିବେ, ଆଉ ପ୍ରୟୋଗକୁ ଆପଣ ଯେଉଁ ଦିନ କରିବେ ଏ ପ୍ରୟୋଗ ସମ୍ପନ୍ନ ହୋଇ ସାରିବା ପରେ ପରେ ହିଁ ଏହାର ପ୍ରଭାବ ଆପଣଙ୍କ ଶତ୍ରୁ ଉପରେ ପଡ଼ିବାକୁ ଆରମ୍ଭ କରିବ। ଫ୍ରେଣ୍ଡସ୍, ଆଜି ପର୍ଯ୍ୟନ୍ତ ଯେଉଁମାନେ ବି କୌଣସି ଶତ୍ରୁ ବିନାଶ ପ୍ରୟୋଗ କରି ସେଥିରେ ଅସଫଳ ହୋଇଛନ୍ତି ଆଉ ଆପଣ ଆପଣଙ୍କ ଶତ୍ରୁ ଉପରେ ବିଜୟ ହେବାକୁ ଚାହାନ୍ତି, ତାହେଲେ ଆପଣ ଏ ପ୍ରୟୋଗଟିକୁ ନିଶ୍ଚୟ ଥରଟେ କରନ୍ତୁ। ଆମେ 100% ଗ୍ୟାରେଣ୍ଟି ଦେଇକି କହୁଛୁ କି ଏ ପ୍ରୟୋଗ ଆପଣ ଥରେ କରିଦେବା ପରେ ଏଥିରେ କେବେ ବି ଅସଫଳ ହେବେନି, ଆଉ ଏହା ଆପଣଙ୍କ ଶତ୍ରୁକୁ ସମ୍ପୂର୍ଣ୍ଣ ରୂପରେ ବିନାଶ କରିବ। ଯେହେତୁ ଏ ପ୍ରୟୋଗଟି ମହାବଳୀ ହନୁମାନଙ୍କର, ତେଣୁ ଆପଣ ଏ ପ୍ରୟୋଗକୁ କୌଣସି ଶନିବାର କିମ୍ବା କୌଣସି ଗୋଟେ ମଙ୍ଗଳବାର ଦିନ ହିଁ କରିବେ। ସବୁଠାରୁ ଭଲ ହେବ ଏ ପ୍ରୟୋଗ ଆପଣ କେବଳ ମଙ୍ଗଳବାର ଦିନ ହିଁ କରନ୍ତୁ। କିନ୍ତୁ ଗୋଟେ କଥାକୁ ଜାଣି ରଖନ୍ତୁ କି ଆପଣ ଯେଉଁ ବି ମଙ୍ଗଳବାର ବି କରନ୍ତୁ ନା କାହିଁକି, ସେ ମଙ୍ଗଳବାର ଦିନଟି ଯେପରି ଅତ୍ୟନ୍ତ ଶୁଭ ଦିନ ଥିବ, ଆଉ ଏ ପ୍ରୟୋଗକୁ ସେହି ମଙ୍ଗଳବାର ଦିନ ସକାଳୁ ସକାଳୁ ଅର୍ଥାତ୍ ପ୍ରାତଃ ସମୟରେ ହିଁ କରିବେ। ତେବେ ଫ୍ରେଣ୍ଡସ୍, ଆସନ୍ତୁ ଆପଣଙ୍କ ସମୟକୁ ଆଉ ଟିକେ ବି ନଷ୍ଟ ନ କରି ଏ ପ୍ରୟୋଗଟିକୁ ଆପଣ କିପରି ଭାବରେ କରିବେ ସେ ବିଷୟରେ ସମ୍ପୂର୍ଣ୍ଣ ରୂପରେ ଜାଣିନେବା। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ ଯେ ଆପଣ ଯଦି ଏପର୍ଯ୍ୟନ୍ତ ଏ ଭିଡ଼ିଓଟିକୁ ଗୋଟେ ଲାଇକ୍ ଟିଏ କରିନାହାନ୍ତି, ତେବେ ଏ ଭିଡ଼ିଓଟିକୁ ଜଲ୍ଦି ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ଆପଣ ପ୍ରଥମ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ବଟନଟିକୁ ଆପଣ ଅଲ୍ କରିକି ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ଏହିଭଳି ଶତ୍ରୁ ବିନାଶର ଭିଡ଼ିଓ ଗୁଡ଼ିକ ଆଗକୁ ମଧ୍ୟ ଦେଖିବାକୁ ପାଇପାରିବେ। ଫ୍ରେଣ୍ଡସ୍, ଯଦି ଆପଣ ନିଜ ଶତ୍ରୁର ବିନାଶ କରିବା ପାଇଁ ଏ ପ୍ରୟୋଗଟିକୁ କରିବା ପାଇଁ ଚାହୁଁଥାନ୍ତି, ତାହେଲେ ଆପଣଙ୍କୁ ଏଥିପାଇଁ କେବଳ ଛୋଟ ଛୋଟ 3ଟି ଜିନିଷର ଆବଶ୍ୟକ ପଡ଼ିବ। ପ୍ରଥମେ ତ ଏଥିପାଇଁ ଆପଣଙ୍କୁ ଖଣ୍ଡେ ଭୋଜପତ୍ର, ଗୋଟେ ଅଷ୍ଟଗନ୍ଧ ଏବଂ ଖଣ୍ଡେ ଡାଳିମ୍ବର ଡାଳଟିଏ ଆଣିବାକୁ ପଡ଼ିବ। ଆଉ ଏ 3ଟି ଯାକ ସାମଗ୍ରୀକୁ ଆପଣ ଚାହିଁଲେ କୌଣସି ବି ପୂଜା ସାମଗ୍ରୀ ଦୋକାନରୁ ଖୁବ୍ ସହଜରେ ଆଣିପାରିବେ। ଆଉ ଯେତେବେଳେ ଆପଣ ଏ 3ଟି ଯାକ ସାମଗ୍ରୀକୁ ସଂଗ୍ରହ କରିନେବେ, ଆପଣ କ'ଣ କରିବେ ନା, ଆପଣ ସେହି ମଙ୍ଗଳବାର ଦିନ ସକାଳୁ ସକାଳୁ ପ୍ରଥମେ ଶୁଦ୍ଧପୂତ ହୋଇସାରିବା ପରେ ଖଣ୍ଡେ ଆସନ ଖଣ୍ଡେ ବିଛାଇ ବସିଯାଆନ୍ତୁ। ଆଉ ନିଜ ସାମ୍ନାରେ ଆପଣ ଖଣ୍ଡେ କାଠର ପିଢ଼ାଟିଏ ରଖି ତା ଉପରେ ଗୋଟେ ଲାଲ ରଙ୍ଗର କପଡ଼ାଟିଏ ବିଛାଇ, ଯଦି ପାରିବେ ହନୁମାନଙ୍କର ଫଟୋଟିଏ ହେଉ କିମ୍ବା ମୂର୍ତ୍ତିଟିଏ ରଖି ପ୍ରଥମେ ସେ ମୂର୍ତ୍ତିକୁ ବା ଫଟୋକୁ ଖୁବ୍ ଭଲ ଭାବରେ ପୂଜା କରନ୍ତୁ। ଆଉ ଏହାପରେ ଆପଣ ଯେଉଁ ଅଷ୍ଟଗନ୍ଧକୁ ଆଣିଥିଲେ ସେ ଅଷ୍ଟଗନ୍ଧରେ କିଛି ଶୁଦ୍ଧ ଜଳକୁ ମିଶାଇ ତାକୁ ସାହି ଆକାରର ବନେଇ ଦିଅନ୍ତୁ। ଆଉ ଆଣିଥିବା ଭୋଜପତ୍ର ଉପରେ ଆପଣ ସେହି ଡାଳିମ୍ବର ଡାଳରେ ବା ଡାଳିମ୍ବର କାଠିରେ ଠିକ୍ ଏହିପରି ଯନ୍ତ୍ରଟିଏ ବନେଇ ଦିଅନ୍ତୁ। ମନେ ରଖନ୍ତୁ, ଏହି ଭିଡ଼ିଓର ସ୍କ୍ରିନରେ ଯନ୍ତ୍ରଟି ଯେଉଁଭଳି ଭାବରେ ଅଛି ଆପଣ ଠିକ୍ ଏହିଭଳି ଭାବରେ ହିଁ ଯନ୍ତ୍ର ବନେଇବେ। ଆଉ ଯେତେବେଳେ ଆପଣ ଯନ୍ତ୍ରଟିକୁ ସମ୍ପୂର୍ଣ୍ଣ ଭାବରେ ବନେଇ ସାରିବେ, ଆପଣ ବନେଇଥିବା ଯନ୍ତ୍ରଟିକୁ ମହାବଳୀ ହନୁମାନଙ୍କର ସାମ୍ନାରେ ଅର୍ଥାତ୍ ଆପଣଙ୍କ ସାମ୍ନାରେ ଥିବା ସେହି ପିଢ଼ା ଉପରେ ରଖିଦିଅନ୍ତୁ। ଆଉ ଯନ୍ତ୍ରଟିକୁ ଖୁବ୍ ଭଲ ଭାବରେ ଧୂପ ଦେଇକି ପୂଜା କରନ୍ତୁ। ଆପଣ ପୂଜା କରୁଥିବା ସମୟରେ ହେଉ ବା ପୂଜା କରିସାରିବା ପରେ ଓମ୍ ହନୁମତେ ନମଃ, ଓମ୍ ହନୁମତେ ନମଃ, ଓମ୍ ହନୁମତେ ନମଃ ଏ ମନ୍ତ୍ରକୁ 108 ବାର ଜପ କରିବେ। ମନେ ରଖିବେ ଯେ ଯେପର୍ଯ୍ୟନ୍ତ ଆପଣଙ୍କ ମନ୍ତ୍ର ଜପ ଶେଷ ନ ହୋଇଛି ବା ଆପଣଙ୍କର ପୂଜା ପାଠ ଶେଷ ନ ହୋଇଛି, ସେଇ ପୂଜା ସମୟରେ ଗୋଟେ ଘିଅର ଦୀପଟିଏ ନିଶ୍ଚୟ ଜଳେଇକି ରଖିଥିବେ। ଆଉ ଯେତେବେଳେ ଆପଣଙ୍କର ମନ୍ତ୍ର ଜପ ସମ୍ପନ୍ନ ହୋଇଯିବ ବା ପୂଜା ପାଠ ଆପଣଙ୍କର ଯେତେବେଳେ ସମ୍ପନ୍ନ ହୋଇଯିବ, ଆପଣ ଯନ୍ତ୍ରଟିକୁ ପ୍ରଣାମ କରିସାରିବା ପରେ ଯନ୍ତ୍ରଟିକୁ ନେଇ ଗୋଟେ ଡେଉଁରିଆ ବା ତାବିଜ ଭିତରେ ପୁରାଇ ତାକୁ ଆପଣ ନିଜ ଗଳାରେ ଧାରଣ କରନ୍ତୁ। ଫ୍ରେଣ୍ଡସ୍, ହୁଏତ ଏ ପ୍ରୟୋଗଟି ଆପଣଙ୍କୁ ଗୋଟେ ସାଧାରଣ ପ୍ରୟୋଗ ପରି ଲାଗିପାରେ, କିନ୍ତୁ ଏ ପ୍ରୟୋଗଟି ଯେ କେତେ ଖତରନାକ ତାହା ଆପଣ ସେ ପର୍ଯ୍ୟନ୍ତ ବିଶ୍ୱାସ କରିବେନି ଯେପର୍ଯ୍ୟନ୍ତ ଆପଣ ଏହାକୁ ନିଜେ କରିନଥିବେ। ଆପଣ ଥରେ ଯନ୍ତ୍ରକୁ ତାବିଜରେ ପୁରାଇ ନିଜ ଗଳାରେ ଧାରଣ କରିନେବା ପରେ ଆପଣଙ୍କ ବିରୁଦ୍ଧରେ ଶତ୍ରୁ କ'ଣ, ଯିଏ ବି ମନ୍ଦ ପାଞ୍ଚିବ ତାର ହିଁ ବିନାଶ ହୋଇଯିବ। ଆଉ ଆପଣ ଆପଣଙ୍କ ଶତ୍ରୁକୁ ଯାହା ବି କହିବେ ଆପଣଙ୍କ ଶତ୍ରୁ ସେହିପରି ହିଁ କଷ୍ଟ ପାଇବ। ଏମିତିକି ଆପଣଙ୍କ ଶତ୍ରୁକୁ ଯଦି ଆପଣ କୌଣସି ରୋଗ ବ୍ୟାଧିରେ ପଡ଼ିବା ପାଇଁ କହିବେ, ତେବେ ଆପଣଙ୍କ ଶତ୍ରୁ ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପରେ ରୋଗଗ୍ରସ୍ତ ହୋଇଯିବ। ଆପଣ ଚାହିଁଲେ ନିଜେ ଏହାକୁ ପରୀକ୍ଷା କରିକି ମଧ୍ୟ ଦେଖିପାରିବେ। ଆପଣ ଦେଖିବେ ଯେତେବେଳେ ଆପଣ
ଆପଣ ଯନ୍ତ୍ରଟିକୁ ତାବିଜରେ ପୁରେଇ ନିଜ ଗଳାରେ ଧାରଣ କରିନେବେ। ଆପଣଙ୍କ ଶତ୍ରୁ ଆପଣଙ୍କ ସହିତ କଥା ହେବାକୁ ମଧ୍ୟ ଭୟ କରିବ। ଆଉ ପୂର୍ବରୁ ଆପଣଙ୍କ ଶତ୍ରୁ ଆପଣଙ୍କୁ ଯେତିକି ଦୁଃଖ କଷ୍ଟ ଦେଇଥିବ ଆପଣଙ୍କ ଶତ୍ରୁ ଉପରେ ତାର 10 ଗୁଣା ପ୍ରଭାବ ପଡ଼ିବ। ଏ ପ୍ରୟୋଗ କେବଳ ଆପଣଙ୍କ ସାମ୍ନା ଶତ୍ରୁ ନୁହେଁ, ବରଂ ଆପଣଙ୍କ ପଛରେ ବି ଯିଏ ଆପଣଙ୍କ ସହିତ ଶତ୍ରୁତା କରୁଥିବ ତାକୁ ବି ବର୍ବାଦ କରିଦେବ। ତେଣୁ ଆପଣଙ୍କ ଜୀବନରେ ଯଦି କେହି ଶତ୍ରୁ ଅଛନ୍ତି ବା କୌଣସି ଶତ୍ରୁ ଉପରେ ଆପଣ ବିଜୟ ପ୍ରାପ୍ତ କରିବା ପାଇଁ ଚାହୁଁଥାନ୍ତି, ତାହେଲେ ଆପଣ କେବଳ ଥରେ ମାତ୍ର ଏ ପ୍ରୟୋଗଟିକୁ ନିଶ୍ଚୟ କରିକି ଦେଖନ୍ତୁ।